କ'ଣ ଆପଣଙ୍କୁ ଭଲ ଖାଇବା ରୋଷେଇ କରି ଆସେ? କ'ଣ ଆପଣଙ୍କ ଭିତରେ କେହି ଅଛନ୍ତି ଚୌକିଦାରର ପୋଷ୍ଟ କାମ କରିବା ପାଇଁ? ହଁ, ନୂଆପଡ଼ା ଡିଷ୍ଟ୍ରିକ୍ଟରୁ OAVSର ଆସିଯାଇଛି ସପୋର୍ଟେଡ୍ ଷ୍ଟାଫ୍ ୱାର୍ଡେନ୍, ହେଡ୍ କୁକର୍, ଆସିଷ୍ଟାଣ୍ଟ କୁକର୍ ଏବଂ ଚୌକିଦାର। ଆପଣଙ୍କର ୱାର୍ଡେନ୍‌ର ହେଉଛି ଗୋଟିଏ ପୋଷ୍ଟ ପାଇଁ ୱାର୍ଡେନ୍ ମେଲ୍, ଯାହା BA କିମ୍ବା BSc କମ୍ପ୍ଲିଟ୍ କରିଥିବା ଦରକାର, 30ରୁ 60 ବର୍ଷ ହେଇଥିବା ଦରକାର। ସାଲେରୀ ରହୁଛି 21,157 ଟଙ୍କା। କେତୋଟି ଛୁଆଙ୍କର ଆପଣ ୱାର୍ଡେନ୍ ରହିବେ? 100ଟି ବେଡ୍ ପଡ଼ିଥିବା ଗୋଟେ ହଷ୍ଟେଲରେ ଆପଣଙ୍କୁ ରଖାଯିବ। ମିନିମମ୍ 60-70ଟା ପିଲା ଥିବେ, ସେଥିରେ ଆପଣ ଗୋଟେ ୱାର୍ଡେନ୍ ହେବେ। ସେଇଭଳିଆ 100ଟି ପିଲାର ଆପଣ ହେଡ୍ କୁକର୍ ହେବେ। ଆସିଷ୍ଟାଣ୍ଟ କୁକର୍ 2ଟି, ମିନ୍ସ 3ଟି କୁକର୍ ପାଇଁ। ହେଡ୍ କୁକର୍‌ର ସାଲେରୀ ରହୁଛି 9,000 ଟଙ୍କା, ଆସିଷ୍ଟାଣ୍ଟର 6,750 ଟଙ୍କା ଏବଂ ଚୌକିଦାର ଗୋଟିଏ ମେଲ୍, ଯାହାକି 10th ପାସ୍ କରିଥିବା ଦରକାର ଏବଂ 21ରୁ 32 ବର୍ଷ, 7,500 ଟଙ୍କା ତା'ର ଚୌକିଦାରର। ଆଉ କୁକିଂ ପାଇଁ କୌଣସି କ୍ୱାଲିଫିକେସନ୍ ଦରକାର ନାହିଁ, କେବଳ ଆପଣଙ୍କୁ ଭଲ ଖାଇବା ରୋଷେଇ ଆସୁଥିବା ଦରକାର। ସେଠି ପ୍ରାକ୍ଟିକାଲ୍ ନିଆଯିବ। ତାହେଲେ ଏସବୁ ପୋଷ୍ଟ କେଉଁଠି ବାହାରିଛି? ଆପଣ ଦେଖିପାରୁଥିବେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝଙ୍ଗ୍ରାହି, କୋମାନା, ନୂଆପଡ଼ା ଡିଷ୍ଟ୍ରିକ୍ଟରେ। ଯଦି ଆପଣଙ୍କର କଣ୍ଟାକ୍ଟ କରିବାର ଅଛି, ତାହେଲେ କଣ୍ଟାକ୍ଟ ନମ୍ବର ବି ଦିଆଯାଇଛି, ସେଠି କଣ୍ଟାକ୍ଟ କରିପାରିବେ। ଇମେଲ୍ ଆଇଡ଼ିରେ ବି ମାନେ ତାଙ୍କୁ ମେଲ୍ କରିପାରିବେ। ଯଦି ଆପଣ ତା ବି କିଛି କରିପାରିବେ ନାହିଁ, ତାହେଲେ ମୁଁ ଯାହା କହୁଛି ତାକୁ ଧ୍ୟାନ ଦେଇକି ଶୁଣନ୍ତୁ ଏବଂ ତାକୁ ପ୍ରିଣ୍ଟ ଆଉଟ୍ ବାହାର କରିବେ। ସବା ତଳେ ମାନେ ମୋ ଭିଡ଼ିଓଟିକୁ ନେଇକି କୌଣସି ଯଦି କେହି ପାଠପଢ଼ା ଜାଣିନାହାନ୍ତି କିମ୍ବା ମୋବାଇଲ୍ କେବଳ ଦେଖୁଛନ୍ତି ମାନେ କ'ଣ ୟୁଟ୍ୟୁବ୍‌ରେ, ତାହେଲେ ଆପଣ କ'ଣ କରିବେ? ଏଇଭଳିଆ ପେଜ୍‌କୁ ଆସିବେ। ଯେଉଁ ପେଜ୍‌ରେ କ'ଣ ଲେଖା ହେଇଛି ନା ଆପଣଙ୍କ ଡିଟେଲ୍ସ ଲେଖାଯାଇଛି। ଆପଣ ଲେଖାପଢ଼ା ଜାଣିନାହାନ୍ତି, ତାହେଲେ ଆପଣ କ'ଣ କରିବେ? ମାନେ ଏଇ ଯେଉଁ PDFଟିକୁ ଆପଣଙ୍କର କମେଣ୍ଟ ବକ୍ସରେ ଦେବା, ସେଇ PDFକୁ ଆପଣ ଡାଉନଲୋଡ଼୍ କରିକି କୌଣସି ସାଇବର ଅଫିସ୍‌କୁ ଯିବେ। ସାଇବର ଅଫିସ୍ ମାନେ ଯେଉଁ ଜେରକ୍ସ କହୁଛି ତାକୁ ଦେବେ। ସେ ଆପଣଙ୍କୁ କହିପାରିବ। କ'ଣ କହିପାରିବ? ନା ଆପଣ ଯେଉଁ ପୋଷ୍ଟ ପାଇଁ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି, ଚାहे ୱାର୍ଡେନ୍ ପୋଷ୍ଟ ପାଇଁ ହଉ, ୱାର୍ଡେନ୍ ମାନେ ଛୁଆଙ୍କୁ ଜଗିବା ପୋଷ୍ଟ, କୁକର୍, ହେଡ୍ କୁକର୍, ଆସିଷ୍ଟାଣ୍ଟ କୁକର୍ ଏବଂ ଚୌକିଦାର, ସେଥିରେ ଆପଣ କ୍ଲିକ୍ କରିବେ ଯେକୌଣସି, ଏବଂ ଆପଣଙ୍କର ନିଜ ନାଁକୁ ବଡ଼ ଲେଟରରେ ଲେଖିଦେବେ। ମନେ କରାଯାଉ ମୋ ନାଁ ରମେଶ, ମୁଁ ଏଠି ଲେଖିବି ରମେଶ। ଏଇଭଳିଆ ବଡ଼ ଲେଟରରେ ଲେଖିବେ ରମେଶ। ଆପଣଙ୍କ ବାପାଙ୍କ ନାଁ, ଫାଦର୍ସ ନେମ୍, ଆପଣଙ୍କର ବାପାଙ୍କ ନାଁ ଯାହା ଥିବ ତାହା ବି ଲେଖିଦେବେ। ଦେନ୍ ଆସିଲା ଆପଣ କେବେ ଜନ୍ମ ହେଇଥିଲେ, ଆପଣଙ୍କର ଆଧାର କାର୍ଡ଼ ଦେଖିକି ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଲେଖିଦେବେ। ମନେ କରାଯାଉ 8/10/1998। ଦେନ୍ ଆସିଲା ଏଜ୍ ଅଫ୍ ଇୟର୍, ଆପଣଙ୍କୁ ଏଇ 8/10/1998କୁ 23/2/2024 ସୁଦ୍ଧା କେତେ ବର୍ଷ ହେଉଛି ତାକୁ ଗଣିକି ଲେଖିଦେବେ। ଆପଣଙ୍କର ଜେଣ୍ଡର ମେଲ୍ ହେଇଥିବା ଦରକାର, ଫିମେଲ୍ ହେଇଥିଲେ ପକାଇ ପାରିବେ ନାହିଁ। ରିଜିଅନ୍ କ'ଣ, କେଉଁ ଧର୍ମର, ତାହା ଲେଖିଦେବେ। ଆପଣ ହିନ୍ଦୁ କି ମୁସଲିମ୍ ଯାହା ଲେଖିଦେବେ। ଦେନ୍ ଆସିବ ଆପଣ କେଉଁ କ୍ୟାଟେଗୋରିରେ ବିଲଙ୍ଗ କରୁଛନ୍ତି। ଆପଣ SC କ୍ୟାଟେଗୋରି କି SC ST କ୍ୟାଟେଗୋରି କିମ୍ବା OBC କ୍ୟାଟେଗୋରି ବା SC BC କ୍ୟାଟେଗୋରି କିମ୍ବା ଜେନେରାଲ୍, ତାହେଲେ ଯେଉଁ କ୍ୟାଟେଗୋରି ଆପଣ ତାକୁ ଦେଖି ଲେଖିଦେବେ। ଆପଣଙ୍କ ଆଡ୍ରେସ୍‌ର 8 ପୋଷ୍ଟ ରହିବ। ଦେନ୍ ଆସିବ ଡିଷ୍ଟ୍ରିକ୍ଟ, କେଉଁ ଡିଷ୍ଟ୍ରିକ୍ଟରେ ଆପଣ ରହୁଛନ୍ତି, 8 ପୋଷ୍ଟ ଡିଷ୍ଟ୍ରିକ୍ଟ। ଦେନ୍ ଆସିଲା PS, ପୋଲିସ୍ ଷ୍ଟେସନ୍, ଦେନ୍ ପିନ୍, ଏତିକି ଆପଣଙ୍କର ଆଡ୍ରେସ୍‌ରେ ରହିବ। ଦେନ୍ ଆସିଲା ଆପଣଙ୍କର ମୋବାଇଲ୍ ନମ୍ବର ଆଣ୍ଡ ହ୍ୱାଟ୍ସଆପ୍ ନମ୍ବର ଏବଂ ଇମେଲ୍ ଆଇଡ଼ି, ଆପଣ ତାକୁ ଦେଇଦେବେ। ଏବଂ ତାପରେ ଆସିବା ଆପଣଙ୍କର କ'ଣ ନା ଆପଣଙ୍କ କ୍ୱାଲିଫିକେସନ୍। ଯଦି ଆପଣ ଚୌକିଦାର ପାଇଁ ଆପ୍ଲାଏ କରୁଛନ୍ତି, ତାହେଲେ ଚୌକିଦାର ପାଇଁ କେବଳ 10th ଲେଖିଦେବେ, ଏଠି 10th ପାସ୍। ଏବଂ ଯଦି ଆପଣ ଏକ୍ସଟ୍ରା ଆପଣଙ୍କର ଯେଉଁ ୱାର୍ଡେନ୍ ପାଇଁ କରୁଛନ୍ତି, ତାହେଲେ ଆପଣଙ୍କୁ 12 ସହିତ ଆପଣଙ୍କର +3 ବି, ଗ୍ରାଜୁଏସନ୍ ବି ଆପଣଙ୍କୁ ଦେବାକୁ ପଡ଼ିବ। ତାହେଲେ ଏସବୁ ଆପଣ ଫିଲ୍ଅପ୍ କରିବେ। ଆପଣ 10th କ'ଣ ରହିଛି। ଦେନ୍ ଆପଣ ଏକ୍ସପିରିଏନ୍ସ, କିଛି ଜାଗାରେ କାମ କରୁଛନ୍ତି, ଯଦି ନ କରୁଛନ୍ତି ତାହେଲେ ଦେବା ଦରକାର ନାହିଁ। ଏତିକିକୁ ଭରିକି ଆପଣ କ'ଣ କ'ଣ ସବୁ ଡକୁମେଣ୍ଟ ଦେଲେ, ସବମିଟ୍ କଲେ, 10th ସାର୍ଟିଫିକେଟ୍, ଏସବୁକୁ ଲେଖିକି ଆପଣ ଯଦି ଲେଖି ନ ପାରୁଛନ୍ତି, ତାହେଲେ କାହାକୁ କହିକି ଲେଖିଦେଇକି
ଆପଣଙ୍କୁ କ'ଣ କରିବାକୁ ପଡ଼ିବ ସ୍ପିଡ୍ ପୋଷ୍ଟ କରିବାକୁ ପଡ଼ିବ। ଆପଣ ଡକ୍ୟୁମେଣ୍ଟ ସହ ଆପଣ ତାକୁ ସ୍ପିଡ୍ ପୋଷ୍ଟ କଲେ। ତେଣୁ ସ୍ପିଡ୍ ପୋଷ୍ଟ କରିଲେ ଆପଣଙ୍କୁ ସେମାନେ କଲ୍ କରିବେ କିମ୍ବା ଡାକିବେ। ତେଣୁ ଯଦି ଏସବୁ ଆପଣଙ୍କୁ ଜଲ୍ଦି କରିବାକୁ ପଡ଼ିବ, କାହିଁକିନା ପୋଷ୍ଟ ଲିମିଟେଡ଼୍ ରହୁଛି, ପିଓରଲି ଟେମ୍ପୋରାରୀ ବେସିସ୍‌ର। ଆପଣ କାମ ଅନୁସାରେ ହିଁ ଆପଣଙ୍କୁ ଦକ୍ଷତା ଦେଖାଯିବ। ତେଣୁ ଥ୍ୟାଙ୍କ ୟୁ। ଏବଂ ସମସ୍ତଙ୍କୁ ମୋର ରିକ୍ୱେଷ୍ଟ, ଯଦି ଆପଣ ଛଡ଼ା ବି ଆଉ କୌଣସି ଟେକ୍ନୋଲୋଜି କିମ୍ବା ଇଞ୍ଜିନିୟରିଂ ଲାଇନ୍‌ର ଜବ୍ ଖୋଜୁଛନ୍ତି, ତାହେଲେ ମୋତେ କମେଣ୍ଟ ଦିଅନ୍ତୁ ଆପଣଙ୍କର ଜବ୍ କ'ଣ ଖୋଜୁଛନ୍ତି, ଜବ୍ କ'ଣ କିମ୍ବା ଆପଣଙ୍କର କ୍ୱାଲିଫିକେସନ୍ କ'ଣ ରହୁଛି କିମ୍ବା ଆପଣଙ୍କର ଡିଷ୍ଟ୍ରିକ୍ଟ କ'ଣ। ଏତିକି ଆପଣ ଦେଲେ ମୁଁ ଆପଣଙ୍କ ସେଇ ଡିଷ୍ଟ୍ରିକ୍ଟ ଅନୁସାରେ ହିଁ ଆପଣଙ୍କ ପାଇଁ ଭିଡ଼ିଓ ନେଇକି ଆସିବି। ତେଣୁ ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।